ভোজন ন করিব কোলথ সহিতে সবু ত্যাগ করিদেব কণ্টা ফল কিয় বা কুষ্মাণ্ড মধুরাল অগস্তিকু ছাড়ি আনে তেজীব সকল লেম্বু জম্বিল মূলা ককড়া এবেতে দ্রব্য আউ কার্তিকরে এতে দ্রব্য ত্যাগ করিদেব অজা মহিষিক ক্ষীর নভ ক্ষীব তিলে এতে দ্রব্যকু ত্যাগ করিব অবহেলে মহিষী ক্ষীর ଛେଳି କ୍ଷୀର ଲେମ୍ବୁ ଏଭଳି ଭାବରେ ଅନେକ ପରିବା କାରଣ କଣ୍ଟକ ଆଦି ପରିବା ଯାହା ସାତ୍ଵିକ ପରିବା ତାହା ହିଁ ହେଉଛନ୍ତି ଭୋଗ କରିବ ଏସବୁ କଥା କୁହାଯାଇଛି କାରଣ ସାତ୍ଵିକ ପରିବାରରେ ରୋଷେଇ ହେଲେ ପ୍ରଭୁଙ୍କୁ ଭୋଗ ହେବ। ଏତତ ବ୍ୟତୀତ ସୁସଙ୍ଗେ ରହି କୁସଙ୍ଗ ଥିବ ପରିହରି କଳହ କ୍ରୋଧ ହିଂସାଦି ଦେବ ତ୍ୟାଗ କରି କଳି କଜିଆ ହିଂସା ଏଗୁଡ଼ିକ ମଧ୍ୟ ବର୍ଜନ କରିବା ବିଧେୟ। ଅସତ୍ୟ ବଚନ ଯେ କିୟ ବା ନିନ୍ଦା ଖଳ କାର୍ତ୍ତିକ ମାସେ ବର୍ଜନ କରିବ ସକଳ ସ୍ତ୍ରୀ ସହବାସ କେବେ ଉଚିତ ନୁହଇ କହନ୍ତି ନାରଦ ଶୁଣ ପୃଥୁ ନର ସାଇ। ଏଭଳିକି କାର୍ତ୍ତିକ ବ୍ରତରେ ସ୍ତ୍ରୀ ସହବାସ ମଧ୍ୟ ବନ୍ଦ କରି ଦିଆଯାଇଛି। ଏଇ କଥା ଭଗବାନ ନାରଦ ମୁନି ପୃଥୁରାଜାଙ୍କୁ କହୁଛନ୍ତି। କହିଲେ ଗ୍ରାମ୍ୟ ଗୀତ ନଟ ନାଟ୍ୟ କରିବ ବର୍ଜନ ବୃକ୍ଷ ଆରୋହଣ ନ କରିବ କଦାଚନ। କସ୍ମିନ୍ କାଳେ କୌଣସି ବୃକ୍ଷରେ ଚଢ଼ିବାକୁ ମଧ୍ୟ ମନା କରାଯାଇଛି। ଆବର ସଲିଳ ମଧ୍ୟରେ କେବେ ନ ପହଁରି କିୟ ବା ଭୁଜଙ୍ଗ ତୁଲେ କୌତୁକ ନ କରି ପର ଲୋକଙ୍କର ବଶବର୍ତ୍ତୀ ନ ହୋଇବ ପରପାକ ଅନ୍ନ କେବେ ଗ୍ରାସ ନ କରିବ। ଆଉ କାର୍ତ୍ତିକ ବ୍ରତରେ ଯାହା କରିବ ଭୋଜନ ସେ କଥା କହିବା ଏବେ ମନ ଦେଇ ଶୁଣ। କାର୍ତ୍ତିକ ମାସରେ ଆପଣମାନେ କ'ଣ କ'ଣ ସବୁ ଖାଇବେ କ'ଣ ସବୁ ବର୍ଜନ ରହିଲା ଏ ସମ୍ପର୍କରେ ଆମେ ଆଲୋଚନା କରିବା। ସେ କଥା କହିବା ଏବେ ମନ ଦେଇ ଶୁଣ ଜୀବନ ଧାନ ଆଣିବ ହବିଷ୍ୟ ଭୋଜ କରିବ କାର୍ତ୍ତିକ ବ୍ରତରେ ଯାହା କରିବ ଭୋଜନ। ସେ କଥା କହିବା ଏବେ ମନ ଦେଇ ଶୁଣ ଜୀବନ ଧାନ ଆଣିବ ହବିଷ୍ୟ ନିମନ୍ତେ ରଙ୍ଗଯୁକ୍ତ ଧାନ ନଭକ୍ଷିବ କଦାଚିତେ। କୌଣସି ରଙ୍ଗଯୁକ୍ତ ଧାନ ବିଶେଷ ଭାବରେ ହେଉଛନ୍ତି କାର୍ତ୍ତିକ ବ୍ରତରେ ତାର ଚାଉଳକୁ ବ୍ୟବହାର କରାଯାଏ ନାହିଁ। ସାତ୍ଵିକ ଅନ୍ନ ତେଣୁ ଶରଦ ଅନ୍ତେ ଯେ ଧାନ ଅମଳ ହୁଇ ଅତି ଯତ୍ନେ ସଞ୍ଚିବ ହବିଷ୍ୟ ଅନ୍ନ ପାଇଁ ସେହି ଧାନର ଚାଉଳ ହବିଷ୍ୟ କରିବ ସୁଧ ପାତ୍ରେ ବାଢ଼ି ଅନ୍ନ ଯତନେ ଭକ୍ଷିବ। କାର୍ତ୍ତିକ ବ୍ରତ ଅର୍ଥେ ଯା ମନରେ ସଂକଳ୍ପୀ ବିଶେଷରେ ଶୁଣ ତାହା କହିବା ସଂକ୍ଷେପୀ ଜୀବନ ଲୁଣ ଅଗ୍ନି ଅପାକ ହୋଇଥିବ ହବିଷ୍ୟ ଅର୍ଥେ ତାହାକୁ ଯତନେ ଆଣିବ।
ବ୍ରାହ୍ମଣ ଘରକୁ କ୍ଷୀର ଘୃତ ଯେ ଲବଣୀ ଜ୍ଞାନେ ଅବା ଅଜ୍ଞାନରେ କେବେ ନ ଆଣି। ବ୍ରାହ୍ମଣ ଘରୁ କେବେ ଗୋ କ୍ଷୀର ଯିଏକି ଦୁଗ୍ଧ ଲବଣୀ ଘୃତ ଏସବୁ ଆଣିବାକୁ ମନା କରାଯାଇଛି। ତେଣୁ ସ୍ପର୍ଶ ନ କରିବ ତାହା ମଧ୍ୟ ପାଇଜନ ଏତେକ କଥାରେ ସଦା ଥିବ ସାବଧାନ। କାକୁଡ଼ି ବହୁ ବୀଜ ବନ୍ତଳ ଯେଉଁ ଫଳ ସାରୁ ସହିତରେ ଏହା କାର୍ତ୍ତିକ ସଫଳ। ଆର୍ଦ୍ରକର ମୂଳ ଅଗ୍ରଭାଗକୁ ଯତନେ ସୁଧ ପାତ୍ରେ ସମ୍ପାଦିବ ହରଷିତ ମନେ। ଯାହାକୁ ଯେ ବଣ ଭାବେ ଯେ ଦ୍ରବ୍ୟ ମିଳିବ ଯାହା ହେଉ ପଛେ କେବେ ବିମୁଖ ନ ହେବ। ଶାଳ ପତ୍ର ଶାଳ ପଣସର ପଲାଶ ବଟ ପତ୍ର ଏମାନଙ୍କୁ ବର ଜିଣ ଆଣିବ ଅନ୍ୟତ୍ର। ସୋରିଷର ସରେ ଅଙ୍ଗ ମାର୍ଜନା କରିବ ଏକଥାକୁ ଅନ୍ୟଥା ବୋଲି ନ ଭାବିବ। ପୂର୍ବକୁ ମୁଖ କରିନ ବସିବ ଯତନେ ହସ୍ତରେ ତୁଳସୀ ଜଳ ଘେନି ଦୃଢ଼ ମନେ। ସନ୍ତୋଷରେ ଜନାର୍ଦ୍ଦନେ କରି ନିବେଦନ ହବିଷ୍ୟ ଅନ୍ନ ବିଷ୍ଣୁଙ୍କୁ କରିବ ପ୍ରଦାନ। ଭଗବାନ ବିଷ୍ଣୁଙ୍କୁ ଯାହା ପାକ କରିବ ତାହା ବିଷ୍ଣୁଙ୍କୁ ହେଉଛନ୍ତି ଆଗ ନିବେଦନ କରିବ ପ୍ରଦାନ କରିବ। ତହୁଁ ପରେ ଅବଶେଷେ ପ୍ରଭୁ ଯାହା ବଞ୍ଚିଥିବ ସନ୍ତୋଷ ଚିତ୍ତରେ ତାହା ଆପଣା ଭୁଞ୍ଜିବ। ବାକ୍ୟାଳାପ ନ କରିବ ଭୋଜନ କାଳରେ ଶୁଦ୍ଧ ଜଳେ ଆଚମନ କରିବ ସତ୍ୱରେ। ଉତ୍ତମ ସ୍ଥାନରେ ବସି ଶ୍ରଦ୍ଧା ଚିତ୍ତ ହୋଇ ରାମ ଗୋବିନ୍ଦ ନାମକୁ ହୃଦ ପଦ୍ମେ ଧ୍ୟାଇ ସନ୍ଧ୍ୟାବେଳେ ତୁଳସୀ ମୂଳରେ ଦୀପ ଦେବ ନିଷ୍ଠା ପର ଚିତ୍ତେ ଜାଣ ଜାଗର ଜାଳିବ। ଭଗବାନଙ୍କର ଯାହା ସବୁ ବିଶେଷ ଭାବରେ ବିଧିବିଧାନ ରହିଛି ମହାକାର୍ତ୍ତିକ ମାସରେ ଯେଉଁ ବିଧିବିଧାନ ଅନୁସାରେ ପ୍ରଭୁଙ୍କର ସେବା କରାଯାଏ ପୂଜା କରାଯାଏ ସେ ସମ୍ପର୍କରେ ଆମେ ଯାହାକି କାର୍ତ୍ତିକ ପୁରାଣରେ ଆଲୋଚନା କରୁଛେ। ବିଷ୍ଣୁ ଦେବଙ୍କ ପୟରେ କରି ନମସ୍କାର ଅଶେଷ ଜନ୍ମର ପାପ ତାର ହେବ ଦୂର। ଯେଉଁ ଲୋକ କାର୍ତ୍ତିକରେ ଦିଏ ଦୀପଦାନ ଧନ୍ୟ ସେହି ଲୋକ ଧନ୍ୟ ତାହାର ଜୀବନ।
କୋଟିଏ ଜନ୍ମର ଜାଣଥିଲେ ପାପ ଦୋଷ ଅବହେଳେ ସେ ସମସ୍ତ ହୁଇ ବିନାଶ ଅନ୍ତିମେ ବିଷ୍ଣୁ ଲୋକରେ ବସନ୍ତି ଯେ ଯାଇ କାର୍ତ୍ତିକ ବ୍ରତ